ଆପଣ ଗୋଟେ ଥର ଦେଖନ୍ତୁ ଆସିକି ଶନିବାର କି ମଙ୍ଗଳବାର ଆସିକି ଜର କି ଖାସୁଛି କୌଣସି କ'ଣ ହେଲେ ମାଆଙ୍କର ଟିକେ ହୁକୁମ ଦେଲେ ମଧ୍ୟ ଭଲ ହେଇଯାଉଛି। ମା କାଳୀ ପୁରୀରେ ରହି ପିଲାମାନଙ୍କ କରୁଛି ସେବା। ତାର ପାତୁକ ଟିକେ ପାଇଦେଲେ ଜର ରୋଗ ବ୍ୟାଧି ସବୁ ଭଲ ହେଇଯାଉଛି। ସିଏ କରୁଣାମୟୀ, ସେ ଦୟାମୟୀ ମା, ସେ କୋଇଲି ବୈକୁଣ୍ଠ କାଳୀ। ତାହେଲେ ଆସନ୍ତୁ ଜାଣିବା ମାଙ୍କ ବିଷୟରେ। ଶନିବାର ମଙ୍ଗଳବାର ଠାକୁରାଣୀ ପାଖରେ ବୁଢ଼ୀମା, ମଙ୍ଗଳା, ଯୋଗମାୟା, କାଳିକା ଇଏ 7 ଭଉଣୀ ରହିଛନ୍ତି। 7 ଭଉଣୀ ଭିତରେ ବର୍ତ୍ତମାନ କାହାର କ'ଣ ହେଇଛି, କାହାକୁ ଜ୍ୱର ହେଇଛି, କାହାକୁ ଖାସ ହେଇଛି, ବର୍ତ୍ତମାନ ସେ ଆସିକି ଏଠି ଟିକେ ପାଦକୁ ନେଲେ ଭଲ ହେଇଯାଆନ୍ତି। ଯେଉଁ ଆପଣ ଯେଉଁ କହୁଛନ୍ତି ଜ୍ୱର ହେଲେ ଆମର ପାଦୁକ ଏବଂ ମାଙ୍କର ଯେଉଁ ବାଡ଼ିରେ ଝାଡ଼ି ଦେଲେ ଜ୍ୱର ରୋଗ ଭଲ ହେଇଯାଉଛି। ହଁ, ଏଇଟା ପୁରା ସତ୍ୟ ଘଟଣା। ସେଇଟା ଆପଣ ଗୋଟେ ଥର ଦେଖନ୍ତୁ ଆସିକି ଶନିବାର କି ମଙ୍ଗଳବାର ଆସିକି ସେ ଝଡ଼ା ଫୁଙ୍କା କରିଦେଲେ ବର୍ତ୍ତମାନ ସେମାନେ ଭଲ ହେଇଯାଆନ୍ତି। ସେଥିପାଇଁ ଠାକୁରାଣୀ ପାଖକୁ ସେ ସନ୍ଧ୍ୟା ବେଳକୁ ଆସନ୍ତି। ମାନେ ଏଠା ଲୋକ ସମସ୍ତେ ଆସନ୍ତି। ହଁ, ଏଇପଟେ ସମସ୍ତେ ଜାଣନ୍ତି। ଏପଟେ ଜାଣନ୍ତି। ହଁ, 4 ନଳା 8 ନଳା କଣ୍ଡାବନ୍ତ ଏଇ ମୌଜାଟା ଯାକ ଯେତେକ ଅଛନ୍ତି ସମସ୍ତେ ଜାଣନ୍ତି। ଏଠି ଜ୍ୱର ରୋଗ ହେଲେ ମାଙ୍କ ପାଖେ ଟିକେ ଝାଡ଼ି ହେଇଗଲେ ପାଦୁକ ଟିକେ ଖାଇଦେଲେ ଭଲ ହେଇଯାଆନ୍ତି। ହଁ, ଏଇଟା କିନ୍ତୁ ସତ୍ୟ ଘଟଣା। ସେଇଟା ସତ୍ୟ। ମଙ୍ଗଳବାର ଆଉ ଶନିବାର। ଶନିବାର ତୁଳସୀ ପତ୍ର, ବେଲପତ୍ର, ମାଆଙ୍କର ଏଇ ବେଲପତ୍ର ପାଣି ଟିକେ ଦେଇଦେଲେ ଲୋକ ଭଲ ହେଇଯାଆନ୍ତି। ମାନେ ଏଇ ଯେଉଁ ଆପଣ ଧରୁଛନ୍ତି ଗୋଟେ ଇଏରେ କମଣ୍ଡଳରେ ଯେଉଁ ପାଦୁକ, ଏଇ ପାଦୁକ ଦେଇଦେଲେ ଲୋକ ଭଲ ହେଇଯାଆନ୍ତି। ଆଉ ତାପରେ ବିଶ୍ୱାସ ରହିଛି। ଏଇଟା ପୂର୍ବପୁରୁଷରୁ ରହିଛି ସେଇଆ ମାଆଙ୍କର ସବୁ କିଛି। ଯାହା ବି ହେଲେ ପାଣି ଟିକେ ଦେଇଦେଲେ ମାଆଙ୍କର ଏଠି ଭଲ ହେଇଯାଆନ୍ତି ଲୋକ। ଏଠି ପଡ଼ିଶୀ ଯେଉଁ ଲୋକ ଅଛନ୍ତି ଆମର ଯେତେକ ସବୁ ସେସବୁ ଜାଣନ୍ତି। ଆମର ମାଆଙ୍କର ନୀତିକାନ୍ତି କ'ଣ ରହିଛି ଏଠି? ନୀତି କ'ଣ ମାନେ ଆମର ଶନିବାର ମଙ୍ଗଳବାର 2ଟା ଭୋଗରାଗ ହେଉଛି। ଆଉ ଅନ୍ୟମାନେ ସଂକ୍ରାନ୍ତି ମାନଙ୍କରେ ମା ଲୁଗାପଟା ଭଲ ମଧ୍ୟ ସବୁ ପିନ୍ଧାପିନ୍ଧି କରନ୍ତି। ଏମିତି ସବୁ। ଆଉ ମହାଷ୍ଟମୀ କୁଆଁର ପୁନେଇ ଯେଉଁ ହୁଏ ଚାନ୍ଦା ଭେଦା ହେଇକିରି ଆମର ସବୁ ଟିକେ ମହାଷ୍ଟମୀ କୁଆଁର ପୁନେଇ ହୁଏ। ଆଉ ଏଠି କିନ୍ତୁ ଏଠାର ମହତ୍ଵ ହେଲା ମାଙ୍କର ପାଦୁକ ଏବଂ ଝାଡ଼ି ଦେଲେ ମା ରୋଗ ବାଧି ସବୁ ଭଲ ହେଇଯାଏ। ଏଠି ଆସିଲେ ଟିକେ ଦେଇଦେଲେ ବଡ଼ ଜିନିଷ ସେମିତି କିଛି ନାହିଁ। ସାମାନ୍ୟ ଯେବେ ଜିନିଷ ହେଇଥାଏ ତାହେଲେ ଭଲ ହେଇଯାଏ। ବଡ଼ ଜିନିଷ ନୁହଁ। ବିଶ୍ୱାସ ରହିଛି। ବିଶ୍ୱାସର ଭଗବାନ। ଆଉ ବିଶ୍ୱାସ କ'ଣ ଭଗବାନ। ଆପଣ ଯେବେ କ'ଣ ଗୋଟେ ମାନସିକ ରଖିଦେବେ କି ନାଇଁ ମୋର ଏଇ କାମଟା ମୋର ଜୟ ହେଇଯିବ, ମା ଠିକ୍ ଯେ ପ୍ରକୃତ ବସ୍ତୁ ମୋର କାମଟା ଜୟ, ଏମିତି ମଧ୍ୟ ହେଇଯାଉଛି। ଲୋକମାନେ ଦେଉଛନ୍ତି ଜାଣିକି ସବୁ ଘଣ୍ଟି ଦେଉଛନ୍ତି, ଘଣ୍ଟା ଦେଉଛନ୍ତି, ଶାଢ଼ୀ ସୁରୁବା ଦେଉଛନ୍ତି ନା ନାଇଁ, ଯାହାର ମାନସିକ ସମ୍ପୂର୍ଣ୍ଣ ହେଇଯାଉଛି। ଏମିତିଆ କାମ ହବ। ଦର୍ଶକ ବନ୍ଧୁ, ଆପଣମାନେ ଦେଖୁଥିଲେ କୋଇଲି ବୈକୁଣ୍ଠ ମା କାଳୀଙ୍କ ମହିମା ବିଷୟରେ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ଆମ ନୀଳଚକ୍ର ଟିଭି ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍ ଏବଂ ସେୟାର କରିବାକୁ ଜମାରୁ ଭୁଲିବେନି। ତେବେ ରହୁଛୁ, ପୁଣି ଥରେ ଦେଖା ହେବ ଆଉ ଏକ ନୂତନ ଏପିସୋଡ଼ରେ। ଜୟ ମା କାଳୀ, ଜୟ ଜଗନ୍ନାଥ।